ଶ୍ରଦ୍ଧାରେ କୁହନ୍ତୁ ହର ହର ମହାଦେବ। ଓମ୍ ନମଃ ଶିବାୟ। ମୁଁ ଅଞ୍ଜନା ଆପଣମାନଙ୍କ ପାଇଁ ଆଜି ଗୋଟେ ମନ୍ତ୍ର ନେଇ ଆସିଛି। ଯେଉଁ ମନ୍ତ୍ରଟି ହେଉଛି ଋଣମୁକ୍ତ ମନ୍ତ୍ର। ଆଜି ପବିତ୍ର ମହାଶିବରାତ୍ରିରେ ଆପଣମାନେ ଯଦି ଏହି ମନ୍ତ୍ରକୁ 15 ମିନିଟ୍ ପର୍ଯ୍ୟନ୍ତ ଶୁଣିବେ, ତେବେ ଆପଣଙ୍କ ଜୀବନରେ ଯେତେ ବି ଋଣ ରହିଛି ସେଥିରୁ ଆପଣମାନେ ମୁକ୍ତି ପାଇବେ। ତେଣୁ ଆଜିର ଜାଗର ରାତିରେ ଆପଣମାନେ ଏହି ମନ୍ତ୍ରକୁ ଧ୍ୟାନର ସହିତ ଶୁଣିବେ। ଯେମିତି କଥାରେ ଅଛି, ଅଧା ଅଧୁରା ଜ୍ଞାନ କେବେ ବି ସଫଳ ଦେଇନଥାଏ। ଏହି ଜଗତରେ ଏମିତି କେତେକ ଲୋକ ଅଛନ୍ତି ଯେଉଁମାନେ ଋଣର ଭାରକୁ ମୁଣ୍ଡେଇ ଚାଲିଛନ୍ତି। ହୃଦୟର କୁହକୁ ସେମାନେ କାହା ଆଗରେ କହିପାରୁନାହାନ୍ତି। ପରିବାର ଉପରେ ସେମାନଙ୍କର ଯେଉଁ ଦାୟିତ୍ୱ ଅଛି ସେମାନେ ଠିକ୍ସେ ତୁଲେଇ ପାରୁନାହାନ୍ତି। ପରିବାରର ସୁଖ ଶାନ୍ତି ପାଇଁ ସେମାନେ ଋଣ କରି କରି ଆଜି ଋଣ ଭାର ମୁଣ୍ଡେଇ ଚାଲିଛନ୍ତି। ତେଣୁ ଦର୍ଶକ ବନ୍ଧୁ, ସେଇଭଳି ମଣିଷମାନଙ୍କର ଋଣ କେମିତି ମୁକ୍ତି ମିଳିବ? ଆଜି ପବିତ୍ର ମହାଶିବରାତ୍ରିରେ ଏହି ମନ୍ତ୍ରକୁ ଜପ କରିପାରିବେ, ଶୁଣିପାରିବେ, ଯାହାଫଳରେ ସେହି ଲୋକମାନଙ୍କର କିମ୍ବା ଯଦି ଆପଣମାନେ ଋଣମୁକ୍ତ ହେବା ପାଇଁ ଚାହୁଁଛନ୍ତି, ତେବେ ଆଜି ଏହି ମନ୍ତ୍ରକୁ ଧ୍ୟାନର ସହିତ ନିହାତି ଭାବରେ ଶୁଣିବେ। ପରିବାର ସୁଖ ଶାନ୍ତି, ପିଲା ଛୁଆଙ୍କୁ ସେମାନେ ଭଲରେ ଶିକ୍ଷା ଦେବା ପାଇଁ, ଭଲରେ ଦିଗୁଣ୍ଡା ଖୁଆଇବା ପାଇଁ, ପରିବାରର ଯେଉଁ ସଦସ୍ୟମାନେ ରହନ୍ତି ସେମାନେ କେମିତି ଖୁସିରେ ରହିବେ, ସେସବୁର ଦାୟିତ୍ୱ ମୁଣ୍ଡେଇବା ପାଇଁ ବ୍ୟକ୍ତି ଜଣକ ଯେତେବେଳେ ଇନକମ୍ କରିବା ପାଇଁ ବାହାରକୁ ଆସେ ଏବଂ ତା'ର ସ୍ୟାଲେରୀ ଯେତେବେଳେ କମ୍ ମିଳେ, ସେ ଯେତେବେଳେ ନିଜକୁ ଅସହାୟ ବୋଲି ଭାବିଥାଏ, ନିଜ ପରିବାର ବର୍ଗକୁ, ନିଜର ପିଲା ଛୁଆକୁ କେବେ ବି ଭଲରେ ରଖିପାରୁନାହିଁ ଏମିତି ଅନୁଭବ କରିଥାଏ, ସେମାନଙ୍କର ଗୁଜୁରାଣ ମେଣ୍ଟେଇ ପାରୁନାହାନ୍ତି ବୋଲି ସେ ଅନୁଭବ କରିଥାଏ, ସେତେବେଳେ ସେ ଋଣ କରିଥାଏ। ଆଉ ଏହି ଋଣ ଧୀରେ ଧୀରେ ଯେତେବେଳେ ବଡ଼ ହେଇଯାଏ, ସେତେବେଳେ ସେ ନିଜକୁ ଭାବେ କି ମୁଁ ଏ ଋଣରୁ କେମିତି ମୁକ୍ତି ପାଇବି। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଋଣରୁ ମୁକ୍ତି ପାଇନଥାନ୍ତି ଏବଂ ନିଜର ଜୀବନକୁ ହରାଇ ଦେଇଥାନ୍ତି। ତେଣୁ ଦର୍ଶକ ବନ୍ଧୁ, ଆଜିର ଏହି ପବିତ୍ର ମହାଶିବରାତ୍ରିରେ ସଂକଳ୍ପ ନିଅନ୍ତୁ, ଯେମିତି ଆପଣମାନେ ଆପଣମାନଙ୍କ ଜୀବନରେ କେବେ ବି ଋଣ କରିବେ ନାହିଁ, ଭଲ ଶିକ୍ଷା ପାଇବେ। ଏମିତି କାମ କରନ୍ତୁ ଯେଉଁ କାମରେ ଆପଣମାନଙ୍କର ପରିବାର ଭଲରେ ରହିବ, ଆପଣମାନଙ୍କ ମୁଣ୍ଡରେ ଋଣର ଚିନ୍ତା ରହିବ ନାହିଁ। ତେବେ ଆସନ୍ତୁ ଆଜିର ମନ୍ତ୍ରଟି କ'ଣ ରହିଛି ଜାଣିବା। ତେଣୁ ବନ୍ଧୁମାନେ, ଯଦି ଆପଣମାନେ ଋଣର ଭାରସାମ୍ୟରେ ନିଜକୁ ହରାଇ ବସିଛନ୍ତି, ନିଜର ମାନସିକତାକୁ ହରାଇ ବସିଛନ୍ତି, ନିଜର ସ୍ୱବିଚାରକୁ ହରାଇ ବସିଛନ୍ତି, ଆପଣମାନେ କିଛି ଚେଷ୍ଟା କରିପାରୁନାହାନ୍ତି କିମ୍ବା ଡିସିସନ୍ ନେଇପାରୁନାହାନ୍ତି କେମିତି ଋଣ ସୁଝେଇବେ, ସେଥିପାଇଁ ଆପଣମାନଙ୍କୁ ଏହି ମନ୍ତ୍ରଟି ଆଜି 108 ଥର ଜପ କରିବା ପାଇଁ ପଡ଼ିବ। ଯଦି ଆପଣମାନେ ମାଳାରେ ଜପ କରିପାରିବେ ତାହା ଭଲ। ଯଦି ମାଳାରେ ଜପ କରିପାରୁନାହାନ୍ତି, ତେବେ ଆପଣମାନେ ଏହି ମନ୍ତ୍ରକୁ 108 ଥର ମୋବାଇଲରେ ଲଗେଇ ପାଖରେ ରଖିପାରିବେ ଏବଂ ଶୁଣିପାରିବେ। ଯଦି ଏହି ମନ୍ତ୍ରକୁ ଆପଣମାନେ ପ୍ରତିଦିନ ଶୁଣିବେ ବା ପ୍ରତି ସୋମବାରରେ ଶୁଣିବେ, ଆପଣମାନଙ୍କର ଜୀବନରେ ଯେତେ ବି ଋଣ ଅଛି, ଦୁଃଖ ଅଛି, କଷ୍ଟ ଅଛି, ସେସବୁ ଦୂର ହେବ। ଆପଣମାନଙ୍କ ଜୀବନରେ ଧନର ପ୍ରାପ୍ତି ଆସିବ। ଧନ ଧୀରେ ଧୀରେ ବହୁତ ଦିଗରୁ ଆସିବା ପାଇଁ ଚେଷ୍ଟା କରିବ। ଆପଣମାନଙ୍କର ବିଚାରରେ ସୁଧାର ଆଣିବ ଏବଂ ଆପଣମାନଙ୍କର ମାନସିକତା ଚିନ୍ତା ଯେଉଁ ରହିଛି, ବଢ଼ିଯାଇଛି ଋଣକୁ ନେଇ, ତାହା ଧୀରେ ଧୀରେ ଦୂର ହେଇଯିବ। ତେଣୁ ଦର୍ଶକ ବନ୍ଧୁ, ଆଜିର ମନ୍ତ୍ରଟି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ଏତିକି କହିବି, ଆପଣମାନେ ଯଦି ଚ୍ୟାନେଲରେ ନୂଆ ରହିଛନ୍ତି ବା ମନ୍ତ୍ରକୁ ନୂଆ ଦେଖୁଛନ୍ତି, ଶୁଣୁଛନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ ନିହାତି ଭାବରେ କରିଦେବେ। ଆଉ ଚ୍ୟାନେଲରେ ନୂଆ ଯଦି ରହିଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ପାଖରେ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଫଳରେ ଆପଣମାନଙ୍କୁ ଏମିତି ଭିଡ଼ିଓର ନୋଟିଫିକେସନ୍ ମିଳିବ। ତା ସହିତ ଆପଣମାନେ ଯଦି ଆଜି ପବିତ୍ର ମହାଶିବରାତ୍ରିରେ ଏହି ମନ୍ତ୍ରକୁ ଶୁଣୁଛନ୍ତି, ତେବେ କମେଣ୍ଟ ବକ୍ସରେ ଲେଖିଦେବେ ହର ହର ମହାଦେବ। ତାହା ମୋ ପାଇଁ ଗୌରବମୟ ବିଷୟ ହେବ। ତା ସହିତ ଆପଣଙ୍କ ଜୀବନରେ ସମସ୍ତ ଦୁଃଖ କଷ୍ଟ ଦୂର ହେବ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ମନ୍ତ୍ରଟି। ଓମ୍ ଋଣମୁକ୍ତେଶ୍ୱର ମହାଦେବାୟ ନମଃ।
मुक्तेश्वर महादेवाय नमः। ॐ ऋणमुक्तेश्वर महादेवाय नमः। ॐ ऋणमुक्तेश्वर महादेवाय नमः। तेबे दर्शक बंधु आपण माने 108 थर मंत्रटी को सुनिले। एबे आपण माने मंत्रटी को सुनी सारला परे महादेव पाखरे आपण माने आपण मानकर मनर कथा को स्मरण करी भगवान को जणातु एवं यही सब ऋणरू आपण माने केमिति मुक्ति पाइबे भगवान का निकट रे तार उपाय मागंतु। भगवान को गुहारी शुणिले आज पवित्र महाशिवरात्रि रे भगवान आपण मानकर गुहारी निश्चय शुणिबे। जेहेतु आज होची प्रभावशाली रात्रि, आजिर दिन रे प्रभु महाशिव एते दया होइथांती से भक्तंकर समस्त मनोवांछा पूर्ण करते। तेणु आपण माने खाली मंत्र जप करने सहित निजर कर्म रे मध्य ध्यान देवे, कहीं कर्म बिना कौनसी कार्य सफल हेबो नहीं। निजर कर्म रे ध्यान देवे, निजर कर्म रे चेष्टा जारी रखिबे, जहाँ फल आपण माने आपण मानकर ऋण को मुक्ति करि पारिबे। ता सहित आपण माने ये मंत्र को भी जप करि पारिबे, जहाँ द्वारा आपण मानकर समस्त मन इच्छा पूर्ण हेब। ओम नमो भगवते रुद्राय नमः। ओम नमो भगवते रुद्राय नमः। तो ये मंत्र को आपण माने जप करिवे। ता सहित आपण मानकर आर्थिक स्थिति केमिति मजबूत रहिबो ये मंत्र को निहाती भाव रे जप करंतु। ओम तत्पुरुषाय विद्महे महादेवाय धीमहि तन्नो रुद्रः प्रचोदयात्। ये होछि शिवंकर प्रभावशाली मंत्र। जदि आपण माने डेली यहाँ को ध्यानर सहित मंत्र जप करेंगे, यही मंत्रटी को जप करेंगे, तेबे आपण मानकर आर्थिक स्थिति बहुत सुदृढ़ रहिबो।